ଆଉ ଫୁଲିଥିଲା ଏଇଟା। ଆଜ୍ଞା ଲେଜର ଥେରାପିରେ କମେଇ ଦେଲା କିନ୍ତୁ ଅଲଗା ଆଡ଼କୁ ସେ ଇଏ କରିଦେଲା। ଆଚ୍ଛା ଏ ମେଡ଼ିସିନ ଖାଇବା ଆଗରୁ ଏ କ'ଣ କଣ୍ଡିସନ୍ ଥିଲା? ୟାର ଫାଷ୍ଟ ଯେତେବେଳେ ଷ୍ଟାର୍ଟ ହେଲା ହଁ ସେତେବେଳେ ଜଷ୍ଟ ଟିକେ ଟିକେ ବୁରୁ ବୁରୁ ହେଇକି ଗୋଟେ ଦାନା ଦାନା ହେଇକି ହେଲା। ତାପରେ ସ୍କିନ୍ ବାଲାକୁ ମୁଁ ସମ୍ବଲପୁର ପୁରା କେତେ ବର୍ଷ ଇଏ ଦେଲା ପରେ ସେ ମେଡ଼ିସିନ ଦେଇ 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 ଲାଷ୍ଟରେ ଆଚ୍ଛା ମୋତେ ହାତରେ ଆଉ ଗୋଡ଼ରେ କେଉଁଠି କିଛି ନାହିଁ, କୌଣସି ସ୍ପଟ ନାହିଁ? ନା ଶରୀର ପୁରା ଟୋଟାଲି କ୍ଲିୟର, କିଛି ନାହିଁ, ଦାଗି ବି ନାହିଁ। ମୋତେ ଗୋଟେ କାଲି କୁହନ୍ତୁ, এটা তো পুରୁଣା କଣ୍ଡିସନ୍ କଥା, ହଁ ମାନେ ଏବେ ଯେଉଁ କଣ୍ଡିସନ୍ଟା ଏଇଟା ୟା ଆଗରୁ ଯେଉଁ ମେଡ଼ିସିନ ଖାଇବା ଆଗରୁ କ'ଣ ଥିଲା? ମେଡ଼ିସିନ ଆମ ମେଡ଼ିସିନ ମାନେ ଦିଭା ସିକ୍ରେଟ୍ ଷ୍ଟେମ୍ ସେଲ୍ ଖାଇବା ପରେ ସେତେବେଳେ ମୁଜି ହେଇଥିଲା। ଆଚ୍ଛା ମୁଜି ହେଲା ପରେ ଏଇ ମେଡ଼ିସିନ ଖାଇଲା ପରେ ସେ ବ୍ରଷ୍ଟ କରିଦେଲା। ପାଣି ମାନେ ଯେଉଁଟାକି ବାହାରିଗଲା। ଖରାପ ପାଣି ବାହାରିକି ୟାକୁ ସେ ଧୀରେ ଧୀରେ ଯେଉଁ ହାର୍ଡନେସ୍ ଥିଲା ସେଟାକୁ ସଫ୍ଟ କରି ଆସୁଛି। ମାନେ ଦିଭା ସିକ୍ରେଟ୍ ଷ୍ଟେମ୍ ସେଲ୍ ଖାଇଲା ପରେ ଏଇ ଜିନିଷ ହେଇଛି। ସେ ସଫ୍ଟ କରିକି ଆସୁଛି, ମାନେ ଯେଉଁ ହାର୍ଡନେସ୍ଟା ଏଇଗୁଡ଼ାକ। କଳାଟା କିନ୍ତୁ ଆଗରୁ ଅଛି, କଳାଟା ରହୁଛି ଏତିକି ତଳ। ମାନେ ମେଡ଼ିସିନ କେତେ ମାସ ହେଲା ଆମର କି? ଆପଣଙ୍କର 44ଟା କୋର୍ସରୁ ଆଉ 2ଟା ବଞ୍ଚିଛି। ମାନେ 44ଟା ପର୍ ଡେ ଗୋଟେ ଗୋଟେ ଖାଇଛନ୍ତି? ପର୍ ଡେର ଖାଇଛି, କେବେ ଡିସକଣ୍ଟିନ୍ୟୁ ହେଇନି। ଗୋଟେ ଖାଇଛନ୍ତି ନାଇଁ କି? ହଁ ପର୍ ଡେ। ଆଚ୍ଛା ଆଉ ଏବେ ବ୍ଲଡ଼ ନେବା ଭିତରେ ଟିକେ ପାଣି କମିଗଲା ତ ଲାଟ୍ରିନ୍ ଟିକେ ଗୋଟେ ଦିନ 2 ଦିନ ଟିକେ ଇଏ ରହୁଛି। ଆଚ୍ଛା